ଦେଖିବାର ମଜା ଭାରି ନିଆରା। ଆପଣମାନେ ଯଦି ମୁଭି ଲଭର ତାହେଲେ ଆପଣ କମ୍ବଳ ଭିତରେ ଶୋଇଥିବେ, ସେହି ସମୟରେ ଗୋଟେ ମର୍ଡର ମିଷ୍ଟ୍ରି ଆପଣଙ୍କ ସାମ୍ନାରେ ଚାଲିଥିବ, ଯେଉଁଥିର ରହସ୍ୟ ପାଖ ବାଇ ପାଖ ପୃଷ୍ଠା ବାଇ ପୃଷ୍ଠା ଓଲଟୁଥିବ। ସେଭଳିଆ ମୁଭି ଦେଖିବା ପାଇଁ ବହୁତ ବଢ଼ିଆ ଲାଗେ। ମୁଁ ଗୋଟେ ସେଇଭଳିଆ ମୁଭି କହୁଛି। ସେ ମୁଭି ନାଁ ହେଉଛି ଇକୋ, ଯେଉଁଟାକି ନେଟଫ୍ଲିକ୍ସରେ ଏବେ ରିଲିଜ୍ ହେଇଛି। ମାଲାୟାଲମର ମୁଭି, ହିନ୍ଦୀ ଡବିଂରେ ରିଲିଜ୍ ହେଇଛି। ଫିଲ୍ମଟି ଆକ୍ଚୁଆଲି ଯେତେବେଳେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆପଣ ଦେଖିବେ, ଆପଣ ଷ୍ଟାର୍ଟିଂରୁ ଟିକେ ବୋରିୟତ ଫିଲ୍ ହେବ, କିନ୍ତୁ ଏତେ ସୁନ୍ଦର ଜାଗାରେ ମାନେ ଲୋକେସନ୍ ନିଆଯାଇଛି, ଯେଉଁଠି ଗୋଟେ ବିରାଟ ବଡ଼ ପାହାଡ଼ ଅଛି, ନିଘଞ୍ଚ ଜଙ୍ଗଲ, ଜଙ୍ଗଲ ଭିତରେ ଏକୁଟିଆ ମା ଜଣେ ରହୁଛନ୍ତି, ତାଙ୍କ ପାଖରେ ତାଙ୍କର ଜଣେ କେୟାରଟେକର ରହୁଛନ୍ତି। କାହାଣୀଟି ଏମିତି ସିମ୍ପଲ୍ ଭାବେ ଆରମ୍ଭ ହେଇଛି। ଧୀରେ ଧୀରେ ଜଣାପଡ଼ୁଛି ସେ ମାଆଙ୍କର ସ୍ୱାମୀଜୀ, ତାକୁ ପୋଲିସ ଖୋଜୁଛି, ସେ ଗୋଟେ ବଡ଼ କ୍ରିମିନାଲ, ତାକୁ 6 ବର୍ଷ ହେଲାଣି କେହି ପାଉନାହାନ୍ତି। କିଏ କହୁଛି ଜଙ୍ଗଲ ଭିତରେ ଅଛି, କିଏ କହୁଛି ଗୁମ୍ଫା ଭିତରେ ଅଛି। এইଭଳି ହେଇକି କାହାଣୀ ଧୀରେ ଧୀରେ ଆରମ୍ଭ ହେଇଛି। ତାପରେ ଜଣେ ନେଭି ଅଫିସର ଆସି ତାକୁ ଖୋଜୁଛନ୍ତି। ଇନଭେଷ୍ଟିଗେସନ୍ ଚାଲିଛି। ଇନଭେଷ୍ଟିଗେସନ୍ର ତାଳେ ତାଳେ ସେ କ୍ରିମିନାଲର ବେକ୍ ଷ୍ଟୋରି ଦେଖାଯାଉଛି, ଯେ ସେ ଆକ୍ଚୁଆଲି କ'ଣ ଆଗରୁ କରିଥିଲା। ସେହି ସମୟରେ ଯେଉଁ ପାଖ ପଡ଼ୋଶୀ ଲୋକ ସେମାନେ କେମିତି କୁରିଆଚନ୍ଦ ବିଷୟରେ କହୁଛନ୍ତି, ତା ସହିତ ସେ ମାଆଙ୍କର ଇମ୍ପୋର୍ଟାନ୍ସ କ'ଣ। ଇମ୍ପୋର୍ଟାଣ୍ଟ ହେଉଛି ସେଠି ଆଉ ଗୋଟେ ଜିନିଷ, ଯେ ବହୁତ ଗୁଡ଼ାଏ କୁକୁର, ସେ ଗୋଟେ ବିଭିନ୍ନ ବ୍ରିଡ୍ର କୁକୁରକୁ ରଖିଥାଏ। ଆଉ ସେ ଜଙ୍ଗଲ ଭିତରେ ବହୁତ ଗୁଡ଼ାଏ କୁକୁର ରୁହନ୍ତି। ଲୋକମାନେ କୁହନ୍ତି ଯେ ଜଙ୍ଗଲ ଭିତରକୁ ପଶିବା ପାଇଁ ହେଲେ ଆଗେ କୁକୁରକୁ ସାମ୍ନା କରିବା ପାଇଁ ପଡ଼ିବ। ସେ କୁକୁରମାନେ ଏତେ ହିଂସ୍ର, ସେମାନେ ତାଙ୍କ ମାଲିକର କଥା ଛଡ଼ା ଆଉ କାହା କଥା ମାନନ୍ତିନି। ଆଉ ସେଇ ଘରକୁ ଯେତେବେଳେ ସେ ମା, ଯେଉଁଠି ସେ ମା ଆଉ ସେ ପିଲା ରହୁଛନ୍ତି, ସେ ଘରକୁ ଯେତେବେଳେ ପିଲାଟି ପ୍ରଥମ ଥର ପାଇଁ ଆସିଥିଲା, ତାକୁ କୁକୁରମାନେ କେହି ଘର ଭିତରକୁ ଯିବା ପାଇଁ ଛାଡ଼ି ନଥିଲେ। କିନ୍ତୁ ତାଙ୍କ ମାଲିକାଣୀ ଆସିଲା ପରେ, ସେ 2 ଦିନ ଗଛ ରହିଲା ପରେ ତଳକୁ ଓହ୍ଲେଇଥିଲା। ତା ମାଲିକାଣୀ ଆସିଲା ପରେ ସେ ଘରକୁ ଯାଇଥିଲା। କାହାଣୀଟି এইଭଳିଆ ମିଷ୍ଟ୍ରି ହେଇକି ତିଆରି ହେଇଛି। ତାର ସବୁଠୁ ଦେଖିବାର ସୁନ୍ଦର ଜିନିଷ ହେଉଛି ଯେଉଁ ଲୋକେସନରେ ଫିଲ୍ମଟି ସୁଟିଂ ହେଇଛି, ଯେଉଁ କନସେପ୍ଟକୁ ନେଇ ଫିଲ୍ମଟି ସୁଟିଂ ହେଇଛି। କୁକୁରମାନଙ୍କୁ ଏମିତି ମାନେ ସୁନ୍ଦର ଭାବେ ୟୁଟିଲାଇଜ୍ କରାଯାଇଛି ସେ ଫିଲ୍ମରେ। ଆପଣ ଦେଖିବେ ସେଇଟା ବ୍ରିଡ୍ର, ଦେଶୀ ବ୍ରିଡ୍ର କୁକୁର ଭଳିଆ ଦେଖାଉଥିବ, କିନ୍ତୁ ସେଗୁଡ଼ା ଦେଶୀ ବ୍ରିଡ୍ର କୁକୁର ନୁହଁ। ସେମାନେ ତାଙ୍କ ମାଲିକ ପାଇଁ କେତେ ଲୟାଲ, ଆଉ ଲାଷ୍ଟ ପର୍ଯ୍ୟନ୍ତ କେମିତି ସେ ନିଜ ମାଲିକକୁ ବଞ୍ଚେଇ ଚାଲିଛନ୍ତି, ଆଉ ମାଲିକର କଥାରେ ସେ କେମିତି ମର୍ଡର ସବୁ କରୁଛନ୍ତି। ଏଇଭଳିଆ ବହୁତ ଗୁଡ଼ାଏ ଜିନିଷ ସେଥିରେ ଦେଖାଯାଇଛି। ଆଉ ଯଦି ପର୍ଟିକୁଲାର ଯଦି ଆପଣ ମାନେ ଆପଣ ଆଖିକୁ ସୁକୁନ ଦେବ ନା, ସେ ହେଉଛି ସେଠିକାର ଯେଉଁ ନେଚର, କେମିତି ଥଣ୍ଡା ନେଚରରେ ସେ ପାହାଡ଼ର ପରିବର୍ତ୍ତନ ହେଉଛି, ସନ୍ଧ୍ୟା ସମୟରେ ଜଙ୍ଗଲ ଜାଗାରେ କୁକୁରମାନେ କେମିତି ରହୁଛନ୍ତି, ମାନେ ଗୋଟେ ଗୋଟେ ଡିଫରେଣ୍ଟ ଜୋନରର ତିଆରି କରାଯାଇଛି ଫିଲ୍ମଟିକୁ। ସିନେମାଟୋଗ୍ରାଫି ବହୁତ ବଢ଼ିଆ ହେଇଛି, ଡାଇରେକ୍ସନ୍ ବଢ଼ିଆ ହେଇଛି। ମାଲାୟାଲମ ସସ୍ପେନ୍ସ ଥ୍ରିଲର ତ ଆପଣମାନେ ଆଗରୁ ଜାଣିଥିବେ ଯେ ସେମାନଙ୍କର ସସ୍ପେନ୍ସ ଥ୍ରିଲର ଫିଲ୍ମ ବହୁତ ବଢ଼ିଆ ଚାଲେ, ଆଉ ବହୁତ ବଢ଼ିଆ ହୁଏ ମଧ୍ୟ। এইଭଳିଆ ଗୋଟେ ସୁନ୍ଦର ଷ୍ଟୋରି ଯଦି ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ ଇକୋକୁ ଆପଣ ଥରେ 100% ଦେଖନ୍ତୁ। କୌଣସି ବେଶୀ ୱେଲ୍ ନୋନ୍ ଏଷ୍ଟାବ୍ଲିଶ ଆକ୍ଟର ନାହାନ୍ତି, କିନ୍ତୁ ଯେଉଁ ମାନେ ଅଛନ୍ତି ସେମାନେ ଏତେ ନିଖୁଣ ଅଭିନୟ କରିଛନ୍ତି, ଆଉ କାହାଣୀଟି ଏତେ ସୁନ୍ଦର ଭାବରେ ଗତି କରିଛି। ଆଉ ଲାଷ୍ଟର ଯେଉଁ ସସ୍ପେନ୍ସଟି ନା, ଲାଷ୍ଟ ସସ୍ପେନ୍ସ ଆପଣଙ୍କୁ ହକା ଫକା କରିକି ରଖିଦେବ। ଆଉ ଏଇଟା ଗୋଟେ ସମ୍ପୂର୍ଣ୍ଣ ରୂପେ ଓପନ୍ ଏଣ୍ଡିଂ କରିକି ଛଡ଼ା ହେଇଛି, ଯେ ଆକ୍ଚୁଆଲି କଲପ୍ରିଟ୍ କିଏ, ଭିକ୍ଟିମ୍ କିଏ, ତା ବିଷୟରେ ଡିସିସନ୍ ଆପଣ ଲାଷ୍ଟ ଦେଖିଲେ ଯାଇକି ନିଜେ ଡିସିସନ୍ ନେବେ। ସେମାନେ କିଛି ଆପଣଙ୍କୁ କହିନାହାନ୍ତି। ଫିଲ୍ମ ଡାଇରେକ୍ଟର ଓପନ୍ ଛାଡ଼ି ଦେଇଛନ୍ତି ଯେ କିଏ ଏସବୁ ଜିନିଷ କରୁଛି, ଏ ମୂଳର ରହସ୍ୟ କ'ଣ, କାହିଁକି ଏସବୁ ଘଟଣା ଘଟି ଚାଲିଛି, ଏତେ ପ୍ରକାର ମର୍ଡର ହେଇ ଚାଲିଛି, ତାର ମୂଳ କାରଣ କିଏ, ସେ କୁକୁରମାନଙ୍କର ଆକ୍ଚୁଆଲି ଅରିଜିନାଲ ମାଲିକ କିଏ, ଯାହା ଇସାରାରେ ଏସବୁ କୁକୁରମାନେ କରୁଛନ୍ତି। ଏମିତି ବହୁତ କିଛି ଜିନିଷ ଅଛି। ଆପଣଙ୍କୁ ନିଶ୍ଚିତ ଦେଖିଲେ ଭଲ ଲାଗିବ। ଫିଲ୍ମଟି ମୋତେ ବହୁତ ବଢ଼ିଆ ଲାଗିଲା। ଆପଣମାନେ ବି ଦେଖନ୍ତୁ, ଏନ୍ଜୟ କରନ୍ତୁ। ଦେଖା ହେବ ପୁଣି ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ମୋ ଚ୍ୟାନେଲଟିକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।